हर हर महादेवଙ୍କ प्रिय तीनोटी राशि ସେହି ତିନୋଟି ରାଶି ବିଷୟରେ ଆମେ ଜାଣିବା। ସେହି ତିନୋଟିର ରାଶିର ନାମ କ'ଣ? ତ ନମସ୍କାର ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଜ୍ୟୋତିଷ ଓ ଧାର୍ମିକ ବିଶ୍ୱାସ ଅନୁସାରେ କେଉଁ ତିନୋଟି ରାଶିକୁ ମହାଦେବଙ୍କ ବିଶେଷ ପ୍ରିୟ ହୋଇଥାନ୍ତି ବୋଲି ମନାଯାଏ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କ ରାଶି ଏହି ତିନୋଟି ମଧ୍ୟରେ ଅଛି କି ନାହିଁ ନିହାତି ଭାବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ତ ଚାଲନ୍ତୁ ଜାଣିବା ମହାଦେବଙ୍କର ପ୍ରିୟ ତିନୋଟି ରାଶିର ନାମ କ'ଣ। ପ୍ରଥମ ରାଶି ମେଷ ରାଶି। ମେଷ ରାଶିର ଲୋକମାନେ ସାହସୀ ଓ ଉତ୍ସାହୀ ଏବଂ ନିଜକୁ କାମ ପ୍ରତି ଦୃଢ଼ ଥାନ୍ତି। ଧାର୍ମିକ ବିଶ୍ୱାସରେ ମେଷ ରାଶିକୁ ମହାଦେବଙ୍କ ସହ ଜଡ଼ିତ ଏକ ଶକ୍ତିଶାଳୀ ରାଶି ବୋଲି ମନାଯାଏ। ଏହି ରାଶିର ଲୋକମାନେ ସୋମବାର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରି ଓମ୍ ନମଃ ଶିବାୟ ଜପ କରନ୍ତୁ, ଦେଖିବେ ଆପଣଙ୍କ ଭାଗ୍ୟ ବଦଳିବ। ଦ୍ୱିତୀୟ ରାଶି ବିଛା ରାଶି। ବିଛା ରାଶିର ଲୋକମାନେ ଦୃଢ଼ ମନୋବଳ ଓ ଗଭୀର ଭାବନା ପାଇଁ ପରିଚିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିର ଅଧିପତି ମଙ୍ଗଳ ଏବଂ ମହାଦେବଙ୍କ ସହ ଏହାର ଧାର୍ମିକ ସମ୍ପର୍କ ବିଷୟରେ ଅନେକ ପରମ୍ପରା ରହିଛି। ବିଛା ରାଶିର ଲୋକମାନେ ମହାଦେବଙ୍କୁ ଭକ୍ତି କରି ନିଜର ମନକୁ ଶାନ୍ତ ରଖିବାରେ ସଦାବେଳେ ପ୍ରୟାସ କରିଥାନ୍ତି। ତୃତୀୟ ରାଶି ମକର ରାଶି। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ଧାର୍ମିକ ପରମ୍ପରା ଅନୁସାରେ ଶନିଦେବଙ୍କର ମହାଦେବ ପ୍ରତି ଭକ୍ତିର କଥା ମିଳେ। ମହାଦେବଙ୍କୁ ଗୁରୁ ବୋଲି ସେ ମାନନ୍ତି ମିଳିଥାଏ। ସେଥିରେ ମକର ରାଶିକୁ ମଧ୍ୟ ଶିବ ଭକ୍ତି ସହ ଜଡ଼ିତ ବୋଲି ଅନେକ ବିଶ୍ୱାସ କରନ୍ତି। ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଏହା ଲେଖା ଅଛି। ମକର ରାଶିରେ ଲୋକମାନେ ସୋମବାର ଦିନ ଶିବଙ୍କୁ ସ୍ମରଣ କରି ହର ହର ମହାଦେବ ଜପ କରନ୍ତୁ, ମହାମନ୍ତ୍ର ଜପ କରନ୍ତୁ, ଦେଖିବେ ସବୁ ବାଧା ବିଘ୍ନ ଦୂର ହୋଇଯିବ। ବନ୍ଧୁମାନେ, ମହାଦେବ ସମସ୍ତଙ୍କୁ ଭଲ ପାଆନ୍ତି, ସମସ୍ତଙ୍କୁ ପ୍ରଶଂସା କରନ୍ତି, ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। ତିନୋଟି ରାଶି ବୋଲି ନୁହେଁ, ଯଦି ଆପଣ ସତ୍ କର୍ମ କରିବେ, ସତ୍ ବାଟରେ ଯିବେ, ମହାଦେବଙ୍କ ଆଶୀର୍ବାଦ ଆପଣମାନଙ୍କୁ ମଧ୍ୟ ରହିବ। ଆପଣମାନଙ୍କ ରାଶି କ'ଣ ନିହାତି ଭାବେ କମେଣ୍ଟ ଲେଖନ୍ତୁ। ଏହି ତିନୋଟି ରାଶି ମଧ୍ୟରେ ଯଦି ଆପଣମାନଙ୍କର କେଉଁ ରାଶି କମେଣ୍ଟରେ ନିଶ୍ଚିନ୍ତ ଲେଖିବେ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। କମେଣ୍ଟରେ ହର ହର ମହାଦେବ ଆପଣଙ୍କ ରାଶି କ'ଣ ନିହାତି ଲେଖିବେ। ରହିଲୁ।